নতুন সতী তোমার আত্মা জন্ম করে আত্মা সিনা বিনাশ ହୁଏ ନାହିଁ, କିନ୍ତୁ ସେମାନେ ମୃତ୍ୟୁ ତ ନିଶ୍ଚିତ, ମୃତ୍ୟୁ ପରେ ଜନ୍ମ ବି ନିଶ୍ଚିତ ହେଇଯାଏ। ଏବଂ ଅନେକ ଜନ୍ମ ଅତିକ୍ରମ କଲା ପରେ ଆମେ এই সংসার চক্রରୁ বা এই জন্ম মৃত্যু চক্রରୁ উদ্ধার হওয়া ପାଇଁ ଏ ମାନବ ଶରୀର ଲାଭ କରିଛନ୍ତି। ଏ ମାନବ ଶରୀର ଲାଭ କଲା ପରେ ଯଦି ଜୀବନର ସାର୍ଥକତାକୁ ଆମେ ଉପଲବ୍ଧି କରି ନ ପାରିବା ତାହେଲେ ଆମର ଜୀବନ ନିରର୍ଥକ ହେଇଯିବ। ସେ କଥା ମଧ୍ୟ କୁହାଯାଇଛି। ଜଗନ୍ନାଥ ଦାସ ପୂଜା ଭାଗବତ ପ୍ରମାଣ କରୁଛନ୍ତି, କହିଲେ ଦୁର୍ଲଭ ମାନବ ଶରୀର ନରକ ନିସ୍ତାରଣ ଦ୍ୱାର। ଦୁର୍ଲଭ ମାନବ ଶରୀର ନରକ ନିସ୍ତାରଣ ଦ୍ୱାର। ମାନବ ଶରୀର ଦୁଃଖରେ ଲାଭ କରାଯାଇଥାଏ ଏବଂ ପବିତ୍ର ଜିନିଷ ଆଉ ନାହିଁ। କାହିଁକି ନା ଅନେକ ଦିନ ଧରି ଆମେ ଯୋଗ କରି ସେଇ ଯୋଗର ସିଦ୍ଧି ଫଳ ସ୍ୱରୂପ এই ଆତ୍ମଜ୍ଞାନକୁ ଆମେ ପାଇଛନ୍ତି। କେମିତି ନା ତାର ଯେ ଉଦାହରଣ ଆମେ ପାଇବା, ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତ ପ୍ରମାଣ କରୁଛନ୍ତି। କହିଲେ ଅନେକ ଜନ୍ମ ତପ ଫଳେ ମାନବ ଜନ୍ମ ହିତଳେ। ଅନେକ ଜନ୍ମ ତପସ୍ୟାର ଫଳ ହଉଛି ମନୁଷ୍ୟ ଶରୀର। 84 ଲକ୍ଷ ଜନ୍ମ ଅତିକ୍ରମ କଲା ପରେ 84 ଆଙ୍ଗୁଳି ଦେହ ଆମେ ପାଇଛନ୍ତି। ଏଇ 84 ଅଙ୍ଗୁଳି ଶରୀର ମଣିଷକୁ ଯେ ମିଳିଛି ଏବଂ ସେଇ ମଣିଷ ଦେହରେ ରହିଛି ଦିବ୍ୟ ଜ୍ଞାନ। ଯେଉଁ ଜ୍ଞାନର ପ୍ରକାଶ ଆମେ এই ଭଗବାନଙ୍କର ସାନ୍ନିଧ୍ୟରେ ଲାଭ କରିପାରିବା। ନାମ ପ୍ରକାଶ ସର୍ବସ୍ୟ। ନାମ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାବୃତ। ସେ କଥା ମୁଁ କହିଲି। ତେଣୁ ଏ ସଂସାରରେ এই ଯେଉଁ ଜ୍ଞାନର ପ୍ରକାଶ এই ପ୍ରବଚନ ଦ୍ୱାରା, କୌଣସି ଶାସ୍ତ୍ର ବ୍ୟାଖ୍ୟା ଦ୍ୱାରା, କୌଣସି ଯେ ଶାସ୍ତ୍ର ଅଧ୍ୟୟନ ଦ୍ୱାରା ଲାଭ କରାଯାଇପାରେ ନାହିଁ। ମୁଁ ଯାକୁ ହୁଏ ସଦ